ନୟାଗଡ଼ ସହରରେ ଥିବା ଦେବୋତ୍ତର କଲୋନୀ 4 ନମ୍ବର ଗଳିରେ ଏକ ଦୁଃଖଦ ଘଟଣା ଘଟିଯାଇଛି, ଯାହାକି ଏକ ସୂଚନା ଆସୁଛି ଏକ ବନ୍ଦ ଥିବା ଘର ଭିତରୁ ବାପା ଆଉ ଝିଅଙ୍କର ଝୁଲନ୍ତା ଶବ ପଡ଼ି ରହିଛି, ଯାହାକି ପୁଲିସ ଠାରୁ ଯାହା ସୂଚନା ଆସୁଛି। ତ ଏ ସଂକ୍ରାନ୍ତୀୟ ଆମେ ପଚାରି ବୁଝିବା। ଆମେ ପଡ଼ୋଶୀ ଅଛନ୍ତି ଆମ ପାଖରେ। ମା, କ'ଣ କହିବେ, କ'ଣ ହେଇଛି ଘଟଣା? ହଁ, କ'ଣ ହେଇଛି ମାନେ ଆମେ ତ କିଛି ଜାଣିନୁ, କିନ୍ତୁ ସୋମବାର ସେ ବାପା ଝିଅଙ୍କୁ ମୁଁ ଦେଖିଥିଲି, ସନ୍ଧ୍ୟାବେଳେ ଦେଖିଥିଲି, ତାପରଠୁ ଆଉ ଦେଖିନି। ତାପରେ ସେ କାହାରି ସାଙ୍ଗରେ କଲୋନୀ ସାଙ୍ଗରେ କି କାହାରି ପଡ଼ୋଶୀ ନେଇ କାହାରି ସାଙ୍ଗରେ ମିଶନ୍ତିନି। ତାଙ୍କ ପ୍ରଥମ ସ୍ତ୍ରୀ ଟିକେ ମିଶନ୍ତି ସମସ୍ତଙ୍କ ସାଙ୍ଗରେ ଆସିଲା ଦିନ। ତାପରେ ତାଙ୍କ ଫ୍ୟାମିଲି, ତାଙ୍କ ମାଆ, ତାଙ୍କ ଭଉଣୀ, ତାଙ୍କ ସେଇ ପୁଅ କେହି ବି ମିଶନ୍ତିନି। ସେ ବାହା ହେଲେ ବି କଲୋନୀରେ ଆମେ ଜାଣିନୁ। ତେଣୁକରି ସେ କ'ଣ ହେଲା, ସେ ଛୁଆଟିକି ସିଏ ତ ଯାହା ହେଲେ ଛୁଆଟିକି ମାରିଦେଲେ ବହୁତ ଦୁଃଖ ଲାଗୁଛି। ଏମିତି ଆମ ଦେବୋତ୍ତର କଲୋନୀରେ ଏମିତି ଘଟଣା କେବେ ଘଟିନି। ଆଉ ବର୍ଷେକେ 6 ମାସକେ ଏମିତି ତାଙ୍କର ଗୋଟେ ଗୋଟେ ଡେଥ୍ ହେଉଛି। ତାଙ୍କ ସ୍ତ୍ରୀ ବି ମରିଥିଲେ ଏବେ 9 ମାସ ହେଲା। ତା ପୂର୍ବରୁ 6 ମାସ ଆଗରୁ ତାଙ୍କ ଶାଶୁ ମରିଥିଲେ। ତା ପୂର୍ବରୁ ବର୍ଷକ ଆଗରୁ ତାଙ୍କ ବଡ଼ ଭାଇ ମରିଥିଲେ। ଏମିତି ଗୋଟାକ ପରେ ଗୋଟେ ତାଙ୍କ ଭିତରେ କ'ଣ ହେଇଛି, ସେ ତ କାହା ସାଙ୍ଗରେ ମିଶନ୍ତିନି, ବାହାରକୁ ଯାହା ହେଲେ ଟିକେ ଶୁଣିବା କଥା। ପହରଦିନ କିନ୍ତୁ ସନ୍ଧ୍ୟାବେଳେ ବାପା ଝିଅଙ୍କୁ ମୁଁ ଦେଖିଛି। ତା ମଙ୍ଗଳବାର ଦିନ ସେ ପିଲାମାନେ ସେ ଝିଅକୁ ଡାକିଲେ ଖେଳିବା ପାଇଁ, କେତେ ଡାକିଲେ ସେ ଶୁଣିଲେନି। ତଥାପି ତା ଡାକୁଛନ୍ତି ତ ଖେଳୁଛି, ତା ବାପା ବୋଧେ ଛାଡ଼ୁନଥିବ, ସବୁବେଳେ ଖେଳୁଛି ବୋଲି କିଏ କାହିଁ ଜାଣିବ। ତାଙ୍କ ଘରକୁ ତ କାହାର ଏଣ୍ଟ୍ରି ନାହିଁ। ଆଉ ସବୁବେଳେ ତ ଗେଟ୍ଟା ବନ୍ଦ ହେଇକି ରହେ, ବନ୍ଦ ହେଇକି ରହିଛି। ଆଉ ତା ସ୍ତ୍ରୀ, ଏଇ ପଛ ସ୍ତ୍ରୀ ବାପା ଘରକୁ ସେ ତା ଆଗରୁ ଏବେ 5-6 ଦିନ ବୋଧେ ହବ କି କ'ଣ କହିପାରିବିନି, ଯାଇଥିଲେ। କାଲି ସିଏ ଆସିବାରେ ଫୋନ୍ ଲାଗିଲାନି, ଡାକିଲେ ଶୁଣିଲେନି ବୋଲି ସବୁ ଆମେ ଜାଣିବା କଥା ପଡ଼ୋଶୀ। ନହେଲେ ତା ପୂର୍ବରୁ କିଛି ବି ଆଉ 8 ଦିନ ଯାଇଥିଲେ ବି କେହି କଲୋନୀରେ ଜାଣିପାରିନଥାନ୍ତେ, କାହିଁକିନା ସେ କାହା ସାଙ୍ଗରେ ମିଶନ୍ତିନି ପରା। କେତେ ଦିନ ହେଲା ଏମିତି ପଡ଼ିକି ରହିଛି? କହିପାରିବୁନି ସେ, କିନ୍ତୁ ଆମେ ସୋମବାର ପୁରା କହୁଛି ସନ୍ଧ୍ୟାବେଳେ ଦେଖିଛି, ତାପରେ ଏଠୁ ଆଉ ଦେଖିନୁ। ଝିଅକୁ ଦେଖିନି, ଖେଳିବାଟା ଦେଖିନୁ, କି ବାପାକୁ ଦେଖିନୁ। ବାପା ଝିଅ ସନ୍ଧ୍ୟାବେଳେ ଏପଟେ ଜରିରେ ଧରିକି ଆସିଥିଲେ, ବାସ୍ ସେତିକି, ଆଉ ଦେଖିନୁ। ଆଉ ଛୋଟ 5 ବର୍ଷର ଝିଅଟିଏ। ଆଉ କିନ୍ତୁ ସିଏ ତ କାହା ସାଙ୍ଗରେ ମିଶନ୍ତିନି, ତାଙ୍କ ଆଗ ସ୍ତ୍ରୀ ମିଶନ୍ତି। ଆଉ ଏମିତି ଗୋଟେ କରିଦେଲେ ବହୁତ ଦୁଃଖ ଲାଗୁଛି। ଯାହା ପଡ଼ୋଶୀ ଯାହା ପ୍ରତିକ୍ରିୟା ରଖୁଥିଲେ, ତାଙ୍କ ବାପା ମା ବାପାଙ୍କୁ ଏବଂ ଝିଅକୁ 3 ଦିନ ତଳେ ଦେଖୁଥିଲେ ଏବଂ କିଛି ପଲିଥିନ୍ ପ୍ୟାକେଟ୍ରେ ଧରି ଆସୁଥିଲେ, ଘରକୁ ଆସୁଥିବାର ଯାହା ନଜିର ରହିଛି। ତ ଆମ ପାଖରେ ଅଛନ୍ତି କାଉନସିଲର, ଲୋକାଲ କାଉନସିଲର ଅଛନ୍ତି। କ'ଣ କହିବେ, କ'ଣ ପରିସ୍ଥିତି? ପରିସ୍ଥିତି ତ ଜଣାପଡ଼ୁନି, ସେ କେଉଁ ଦିନ ସୁଇସାଇଡ଼୍ କଲେଣି, କେତେ ଦିନ ହେଲାଣି ସୁଇସାଇଡ଼୍ କରିକି ଭିତରେ ଅଛନ୍ତି, କିଛି ଜଣାପଡ଼ୁନି। ତଥାପି ଯାହା ଶୁଣାଯାଉଛି, ସିଏ ସୋମବାରଠୁ ତାଙ୍କୁ କେହି ବି ଦେଖୁନାହାନ୍ତି। ସୋମବାର ରାତିରୁ ସେ ସୁଇସାଇଡ଼୍ କରିଛନ୍ତି ବୋଲି ସମସ୍ତେ ଡାଉଟ୍ କରୁଛନ୍ତି। କିନ୍ତୁ କ'ଣ ପାଇଁ ସୁଇସାଇଡ଼୍ କଲେ, କ'ଣ ପାଇଁ କିଛି ତ ଜଣାପଡ଼ୁନି। କିନ୍ତୁ ମୁଁ ତାଙ୍କ ସହିତ ବହୁତ ଭଲ ଭାବରେ ଜଡ଼ିତ ଥିଲି। ସିଏ ତାଙ୍କ ଝିଅକୁ ବହୁତ ଭଲ ପାଉଥିଲେ। ସେ ଯୁଆଡ଼େ ବି ଯାଆନ୍ତି ତାଙ୍କ ଝିଅକୁ ତାଙ୍କ ସାଙ୍ଗରେ ନେଇକି ହିଁ ଯାଆନ୍ତି। ତାଙ୍କ ଝିଅ ପାଇଁ ସେ ଝିଅ ଯାହା ବି କହେ ତାଙ୍କ ପାଇଁ ସବୁ କିଣାକିଣି କରନ୍ତି। ବର୍ଷେ ହେଲାଣି ସେ ଝିଅକୁ ଏକୁଟିଆ ସମ୍ଭାଳୁଥିଲେ। ଝିଅର ମା ଯିବା ପରେ ବର୍ଷେ ହେବ ତାଙ୍କ ଝିଅକୁ ସେ ବହୁତ ଭଲରେ ସମ୍ଭାଳୁଥିଲେ। କିନ୍ତୁ ସେ ବୋଧେ ଯାହା ଶୁଣାଯାଉଛି, ସେ 3 ମାସ ହେଲାଣି ମ୍ୟାରେଜ୍ କରିଥିଲେ, କିନ୍ତୁ କାହାକୁ ବି ଜଣା ନାହିଁ କି କାହାକୁ କହିନଥିଲେ ସେ ମ୍ୟାରେଜ୍ କରିଥିଲେ ବୋଲି। ସେଇ ମ୍ୟାରେଜ୍ରେ ବୋଧେ କିଛି ଡିଷ୍ଟର୍ବାନ୍ସ ହେଇଥିବ, ସେଥିପାଇଁ ସେ ସେଇ ଡିପ୍ରେସନ୍ରେ ଆସିକି ଏଇ ଡିସିସନ୍ ନେଇଛନ୍ତି। ଗୋଟେ କଥା ଶୁଣାଯାଉଛି, ତାଙ୍କ ସ୍ତ୍ରୀ ତାଙ୍କ ପାଖରେ ନଥିଲେ, ପଳେଇ ଯାଇଥିଲେ। କିଛି ଡିଷ୍ଟର୍ବାନ୍ସ ସେଇ ମାନସିକତା ଦୃଷ୍ଟିରୁ ଏଭଳି କାଣ୍ଡ ହେଇଥାଇପାରେ ବୋଲି ଆଶା କରୁଛି। ନିହାତି ଭାବରେ ଯାହା ବର୍ଷେ ହେଲାଣି ଯିଏ ଛୋଟ ଛୁଆଟାକୁ 5-6 ବର୍ଷର ଛୁଆଟାକୁ ବର୍ଷେ ହେଲାଣି ଏତେ ଭଲରେ ସମ୍ଭାଳିକି ରଖିଥିଲେ, ସେକେଣ୍ଡ ସ୍ତ୍ରୀ ଆସିବା ପରେ କ'ଣ ପାଇଁ ଏମିତି ଡିସିସନ୍ ନେଲେ? ତ ସମସ୍ତେ ଆମେ ସେୟା ହିଁ ଡାଉଟ୍ କରୁଛୁ। ବୋଧହୁଏ ସେକେଣ୍ଡ ସ୍ତ୍ରୀ ତାଙ୍କର ପଡ଼ିଲାନି କି ଛୁଆଟାକୁ ବୋଧହୁଏ ସିଏ ଗ୍ରହଣ କରିନଥିବେ, ସେଇଥିପାଇଁ ସେ ଡିପ୍ରେସନ୍ ଆସିକି ଏମିତି କରିଛନ୍ତି। ଆମ ପାଖରେ ଥିଲେ, ଆମେ ଶୁଣୁଥିଲେ ଯାହା ପ୍ରତିକ୍ରିୟା ରଖିଥିଲେ ଆମର ଲୋକାଲ କାଉନସିଲର ପ୍ରତିକ୍ରିୟା ରଖିଲେ। ଏବଂ ଆମ ପାଖରେ ଅଛନ୍ତି SDPO ସାର୍। ଆମେ ପଚାରି ବୁଝିବା ଯେଉଁ ତଦନ୍ତ ପ୍ରକ୍ରିୟା ରଖିଥିଲେ, ଜାରି ରହିଥିଲା, କିଭଳି ଭାବରେ ରହିଥିଲା, ଆମେ ପଚାରି ବୁଝିବା। କାଲି ରାତି ପ୍ରାୟ 10ଟା ପାଖାପାଖି ଗୋଟେ ଲୋକ ଆସିକି ଇନଫର୍ମ କଲା ଆଇସିକୁ ଯେ ଦେବୋତ୍ତର କଲୋନୀ ଲେନ୍ 4ରେ ତାଙ୍କ ଭିଣେଇ ଘର, ଆଉ ତାର ଭଉଣୀ 2 ଦିନ ହେବ ଆଗରୁ ତାଙ୍କ ଘରକୁ ଯାଇଥିଲେ। ଆଜି ଯେତେବେଳେ ଆସିଲେ ତାଙ୍କ ଘରୁ, ଭିତରୁ ତାଲା ବନ୍ଦ ଅଛି, ମୋବାଇଲରେ ଫୋନ୍ କଲାବେଳକୁ ସୁଇଚ୍ ଅଫ୍ ଦେଖାଉଛି। ତେଣୁ ଆମେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍କୁ ରିକ୍ୱେସନ୍ କରି ଆଇଆଇସି, ମୁଁ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ପାଖାପାଖି ସାକ୍ଷୀମାନଙ୍କ ଉପସ୍ଥିତିରେ ଗ୍ରିଲ୍ ତାଲା ଭାଙ୍ଗିଲୁ। ତାପରେ ବେଡ଼ରୁମ୍ ଯେଉଁ ଘରର ମେନ୍ ଡୋର୍ ତାର ତାଲା ଭାଙ୍ଗିଲୁ। ଭିତରକୁ ଏଣ୍ଟ୍ରି କଲାବେଳକୁ ଦେଖିଲୁ ତାଙ୍କ ଭିଣେଇ ହ୍ୟାଙ୍ଗିଂ ପୋଜିସନ୍ରେ ଅଛି
এবং ঝিওটা বেডरूम डेथ अवस्था शोई। तो आज आम साइंटिफिक टीम धरिक तार इनक्वारी करुँ से अनुसार पीएम करने पड़ा। तथापि अंतरु कौन जना पड़ुछि आम जहाँ बर्तमान सुधा जापर प्राय फैमिली डिस्प्यूट होता ही पारे। निश्चित भाव में जहाँ कहते सार जहाँ कहते बर्तमान घर बंद थिला एवं काली राति आसी पुलिस तार तानबीन कर आज फोरेंसिक टीम एवं मजिस्ट्रेट को उपस्थित घर खोल पीएम पे पठा जाइए। अधिक तदंत पीएम रिपोर्ट आसला जना पड़। नयगढ़ रविंद्र दास क्षेत्र न्यूज।